ରାୟଗଡ଼ା ବ୍ଲକ ସ୍ତରୀୟ ଚୈତି ମହୋତ୍ସବ ନୃତ୍ୟ ଗୀତରେ ଦୁଲୁକିଲା ଚୈତି ମଞ୍ଚ। ରାୟଗଡ଼ା ବ୍ଲକ ସ୍ତରୀୟ ଚୈତି ମହୋତ୍ସବ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ସ୍ଥିତ ହନୁମାନ ମନ୍ଦିର ପଡ଼ିଆରେ ହୋଇଯାଇଛି। ଗ୍ରାମ ଅଞ୍ଚଳରୁ ଆସିଥିବା କଳାକାରମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଆଦିବାସୀଙ୍କ ନୃତ୍ୟରେ ଦୁଲୁକିଛି ଚୈତି ମଞ୍ଚ। ଆଜି ସକାଳେ ଜାଙ୍ଗିଡି ନିକଟରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହାପରେ ସେଠାରୁ କଳସରେ ଜଳ ସଂଗ୍ରହ କରି ଶୋଭାଯାତ୍ରା ବାହାରି ଚୈତି ପର୍ବ ମଣ୍ଡପ ନିକଟରେ ପହଞ୍ଚିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅତିରିକ୍ତ ବାଚସ୍ପତି ଲାଲ ବିହାରୀ ହିମରଇକା, ଜଙ୍ଗଲବନ ବିଭାଗର ଅଧିକାରୀ କମିଶନର ଆଚାରୀ, ବିଡିଓ ସୁଜିତ କୁମାର ମିଶ୍ର, ଅତିରିକ୍ତ ବିଡିଓ ଜନଜାତି ମୋର୍ଚ୍ଚାର ସମ୍ପାଦକ କାଳିରାମ ମାଝୀ, ହାଲୁଆ ପଞ୍ଚାୟତ ସରପଞ୍ଚ ତାମାରା ବିଡିକା ଓ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ଓ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ମଞ୍ଚାସୀନ ହୋଇଥିଲେ। ଉତ୍ସବ ସମେତ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା 10ଟି ଷ୍ଟଲକୁ ଉଦ୍ଘାଟନ କରିଥିଲେ। କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଅନେକ ଯୁବକ ଯୁବତୀ ସାମାଜିକ କାର୍ଯ୍ୟକର୍ତ୍ତା ସ୍ୱେଚ୍ଛାରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଛି। ରାୟଗଡ଼ ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକା ରିପୋର୍ଟ ନ୍ୟୁଜ ଓଡ଼ିଶା ଟିଭି। ପୂର୍ବ ନିର୍ଦ୍ଧାର ପ୍ରକାରେ ବ୍ଲକ ସ୍ତରୀୟ ଚୈତି ଜାଙ୍ଗିଡ଼ି ଯେଉଁ ବାହାରିଲା ଆମର କଳସ ଯାତ୍ରା, ତାପରେ ଆମ ଗାଁରେ ମା ମାନେ ପୂଜା କଲେ। ପୂଜା ସରିଲା ପରେ ଆମ ପ୍ରସେସନ ମାଧ୍ୟମରେ ଏ ସ୍ଥାନକୁ ଆସିଲେ ବର୍ତ୍ତମାନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ତାପରେ ପରେ ପୂଜାପୀଣ ହେବ। ଆଉ ତା ଏତଦ୍ ବ୍ୟତୀତ ଆମେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ କରିଛୁ। ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ କରିଛୁ ଏବଂ ସମସ୍ତ ପିଲାମାନେ ନାଚ ଗୀତ କରିବେ ଏବଂ ତାପରେ ଉଦ୍ଯାପନ ସନ୍ଧ୍ୟାରେ ହେବ। আজি রায়গড়া পঞ্চায়েত সমিতি ব্লক স্তরীয় চৈতি মহোৎসব বারিজলা গ্রাম পাঠারে আয়োজন করা যাইছি। এই মহোৎসবে আমার বহুত সংখ্যার জনসাধারণ যোগ ଦେଇଛନ୍ତି, ଯାହାକି ଆଶା ଅଧିକ। ତେଣୁ ଆଜି ଆମେ କହିବା ଯେ ଆମର ସଂସ୍କୃତି ଆମର କଳାକୁ ବଞ୍ଚେଇ ରଖିବା ଆମର ମୂଳ ଉଦ୍ଦେଶ୍ୟ। ତେଣୁ ଆମେ ସମସ୍ତେ ଆମ କଳା ସଂସ୍କୃତିକୁ ବଞ୍ଚେଇବା ପାଇଁ ଏଠି ଉପସ୍ଥିତ ଅଛୁ, ସମବେତ ହେଇଛୁ। ଯାହା ହଉ ଆପଣମାନେ ଏହାକୁ ପରିବେଷଣ କରି ଲୋକଲୋଚନକୁ ଆଣିଲେ ନିଶ୍ଚିତ ଭାବରେ ଉପକୃତ ହେଇପାରିବେ। ତେଣୁ ମୁଁ ଆଉ ବିଶେଷ କହିବି ନାହିଁ। ଆଜିର ଏଇ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଉଛି, ଅଭିନନ୍ଦନ କରୁଛି।